ଚତୁର୍ଥ ଅଧ୍ୟାୟ ଆରମ୍ଭ। ଆତ୍ମୋଦ୍ଧାର ନିମନ୍ତେ ଶିବଭକ୍ତ ବ୍ରାହ୍ମଣଙ୍କୁ ଚଞ୍ଚଳାର ପ୍ରାର୍ଥନା ଏବଂ ବ୍ରାହ୍ମଣଙ୍କ ମୁଖରୁ ଶିବପୁରାଣ ଶ୍ରବଣ ଫଳରେ ସେ ମୃତ୍ୟୁ ପରେ ଶିବଲୋକକୁ ଯାଇ ପାର୍ବତୀଙ୍କ ସଖୀ ହୋଇ ସୁଖୀ ହେବା ପ୍ରସଙ୍ଗ। ବ୍ରାହ୍ମଣ କହିଲେ, ହେ ଦ୍ୱିଜପତ୍ନୀ, ବଡ଼ ସୌଭାଗ୍ୟର କଥା ଯେ ଭଗବାନ ଶିବଙ୍କ କୃପାରୁ ଶିବପୁରାଣର ବୈରାଗ୍ୟପୂର୍ଣ୍ଣ କଥା ଶୁଣି ସମୟ ଥାଉ ଥାଉ ତୁମେ ଚେତିଗଲ। ତୁମେ ଭୟ କର ନାହିଁ, ଭଗବାନ ଶିବଙ୍କ ଶରଣ ଯାଅ। ଶିବଙ୍କ କୃପାରେ ସମସ୍ତ ପାପ ଅବିଳମ୍ବେ ନଷ୍ଟ ହୋଇଯାଏ। ମୁଁ ଶିବଙ୍କର କୀର୍ତ୍ତିମୟ ପ୍ରସଙ୍ଗରେ ପରିପୂର୍ଣ୍ଣ ଏଭଳି ପରମ ବସ୍ତୁର ବର୍ଣ୍ଣନା କରିବି, ଯାହା ତୁମକୁ ସଦା ସୁଖଦାୟୀ ଉତ୍ତମ ଗତି ପ୍ରଦାନ କରିବ। ଶିବଙ୍କ କଥା ଶୁଣିବାରୁ ହିଁ ତୁମର ବୁଦ୍ଧି ଏପରି ପଶ୍ଚାତାପରେ ଯୁକ୍ତ ଓ ଶୁଦ୍ଧ ହୋଇପାରିଛି। ପୁଣି ତୁମର ବିଷୟ ପ୍ରତି ବୈରାଗ୍ୟ ମଧ୍ୟ ଆସିଯାଇଛି। ପଶ୍ଚାତାପ ହିଁ ପାପ କରିଥିବା ବ୍ୟକ୍ତି ପାଇଁ ସବୁଠାରୁ ବଡ଼ ପ୍ରାୟଶ୍ଚିତ। ସତ୍ପୁରୁଷମାନେ ସମସ୍ତଙ୍କ ପାଇଁ ପଶ୍ଚାତାପକୁ ହିଁ ପାପର ଶୋଧକ ବୋଲି କହିଛନ୍ତି। ପଶ୍ଚାତାପ ଦ୍ୱାରା ହିଁ ପାପର ଶୁଦ୍ଧି ହୋଇଥାଏ। ଯେ ପଶ୍ଚାତାପ କରେ ସେ ହିଁ ବାସ୍ତବରେ ପାପର ପ୍ରାୟଶ୍ଚିତ କରେ। କାରଣ ସାଧୁଜଣ ସକଳ ପାପର ଶୋଧନ ପାଇଁ ଯେଉଁ ଯେଉଁ ସବୁ ପ୍ରାୟଶ୍ଚିତ ଉପଦେଶ ଦେଇଛନ୍ତି, ସେଗୁଡ଼ିକ ପଶ୍ଚାତାପ ଦ୍ୱାରା ହିଁ ସମ୍ପନ୍ନ ହୋଇଥାଏ। ଯେଉଁ ବ୍ୟକ୍ତି କେବଳ ବିଧିପୂର୍ବକ ପ୍ରାୟଶ୍ଚିତ କରି ନିର୍ଭୟ ହୋଇଯାଏ ଅଥବା ଆପଣା କୁକର୍ମ ପାଇଁ ପଶ୍ଚାତାପ ବା ଅନୁତାପ କରେ ନାହିଁ, ସେ ପ୍ରାୟ ଉତ୍ତମ ଗତି ପାଇପାରେ ନାହିଁ। ମାତ୍ର ନିଜ କୁକୃତ୍ୟ ପାଇଁ ହାର୍ଦ୍ଦିକ ପଶ୍ଚାତାପ କରିଥିବା ବ୍ୟକ୍ତି ନିଶ୍ଚିତ ରୂପେ ଉତ୍ତମ ଗତିର ଭାଗ ହୋଇଥାଏ, ଏଥିରେ ସଂଶୟ ନାହିଁ। ଶିବପୁରାଣ ଶୁଣିବା ଦ୍ୱାରା ଯେଉଁପରି ସିଦ୍ଧଚ୍ୟୁତି ହୋଇଥାଏ, ସେପରି ଅନ୍ୟ କୌଣସି ଉପାୟରେ ହୋଇପାରେ ନାହିଁ। ଦର୍ପଣକୁ ସଫା କରିଦେଲେ ତାହା ଯେପରି ନିର୍ମଳ ହୋଇଯାଏ, ଠିକ୍ ସେହିପରି ଶିବପୁରାଣ କଥାରେ ଚିତ୍ତ ଅତ୍ୟନ୍ତ ଶୁଦ୍ଧ ହୋଇଥାଏ, ଏଥିରେ ସଂଶୟ ନାହିଁ। ମନୁଷ୍ୟର ବୁଦ୍ଧିଚିତ୍ତରେ ହିଁ ଜଗଦମ୍ବା ପାର୍ବତୀ ସମେତ ଭଗବାନ ଶିବ ବିରାଜମାନ ରହନ୍ତି। ଶିବପୁରାଣ ଶ୍ରବଣ ଦ୍ୱାରା ବିଶୁଦ୍ଧ ହୋଇଥିବା ବ୍ୟକ୍ତି ଶ୍ରୀ ଶାମ୍ବ ସଦା ଶିବଙ୍କ ପରମ ପଦକୁ ପ୍ରାପ୍ତ ହୋଇଥାଏ। ଏଭଳି ପୁରାଣ କଥା ରୂପୀ ସାଧନା ସମସ୍ତଙ୍କ ପାଇଁ କଲ୍ୟାଣର ବୀଜ। ଏଣୁ ଯଥୋଚିତ ମାର୍ଗରେ ଏହାର ଆରାଧନା ଅଥବା ସେବନ କରିବା ଉଚିତ। ଏହା ଭବବନ୍ଧନ ରୂପୀ ରୋଗକୁ ନଷ୍ଟ କରିଥାଏ। ଶିବଙ୍କ ପ୍ରସଙ୍ଗ ଶୁଣି ଏହାକୁ ହୃଦୟରେ ମନନ ଓ ନିଧିଧ୍ୟାସନ କରିବା ଉଚିତ। ଏହା ଦ୍ୱାରା ପୂର୍ଣ୍ଣ ରୂପେ ଚିତ୍ତଶୁଦ୍ଧି ହୋଇଯାଏ। ଚିତ୍ତଶୁଦ୍ଧି ହେଲେ ମହେଶ୍ୱରଙ୍କ ଭକ୍ତି ଆପଣା ଦୁଇ ପୁତ୍ର ସହିତ ନିଶ୍ଚୟ ପ୍ରକଟ ହୋଇଥାଏ। ତାପରେ ମହେଶ୍ୱରଙ୍କ ଅନୁଗ୍ରହରୁ ନିଶ୍ଚିତ ରୂପେ ଦିବ୍ୟ ମୁକ୍ତି ପ୍ରାପ୍ତ ହୋଇଥାଏ। ଯେ ମୁକ୍ତିରୁ ବଞ୍ଚିତ ତାକୁ ପଶୁ ବୋଲି ବୁଝିବା ଉଚିତ, କାରଣ ତାର ଚିତ୍ତ ମାୟାବନ୍ଧନରେ ଆସକ୍ତ। ଏ ସଂସାର ବନ୍ଧନରୁ ମୁକ୍ତ ହୋଇପାରେ ନାହିଁ, ଏହା ଧ୍ରୁବ ସତ୍ୟ। ତେଣୁ ହେ ବ୍ରାହ୍ମଣୀ, ତୁମେ ବିଷୟରୁ ମନକୁ ଅପସାରିତ କରିନିଅ ଏବଂ ଭକ୍ତି ଭାବରେ ଭଗବାନ ଶିବଙ୍କର ଏହି ପରମ ପାବନ କଥା ଶ୍ରବଣ କର। ପରମାତ୍ମା ଶିବଙ୍କ ଚରିତ ଶୁଣିଲେ ତୁମ ଚିତ୍ତ ଶୁଦ୍ଧ ହେବ ଏବଂ ଏହାଦ୍ୱାରା ତୁମକୁ ମୋକ୍ଷ ପ୍ରାପ୍ତି ହୋଇଯିବ। ଯେ ନିର୍ମଳ ଚିତ୍ତରେ ଭଗବାନ ଶିବଙ୍କ ଚରଣାବିନ୍ଦରେ ଚିନ୍ତନ କରେ, ତାହାର ଗୋଟିଏ ଜନ୍ମରେ ହିଁ ମୁକ୍ତି ହୋଇଯାଏ। ଏହା ମୁଁ ତୁମକୁ ସତ୍ୟ କରି କହୁଛି। ସୂତ କହୁଛନ୍ତି, ହେ ଶୌନକ, ଏତିକି କହି ସେହି ଶ୍ରେଷ୍ଠ ଶିବଭକ୍ତ ବ୍ରାହ୍ମଣ ଚୁପ୍ ହୋଇଗଲେ। ତାଙ୍କ ହୃଦୟ କରୁଣାର୍ଦ୍ର ହୋଇଯାଇଥିଲା। ତେଣୁ ସେହି ଶୁଦ୍ଧଚିତ୍ତ ମହାତ୍ମା ଶିବଙ୍କ ଧ୍ୟାନରେ ମଗ୍ନ ହୋଇଗଲେ। ଏଣୁ ବିନ୍ଦୁଙ୍କର ପତ୍ନୀ ଚଞ୍ଚଳା ମନରେ ଆନନ୍ଦ ଖେଳିଗଲା। ବ୍ରାହ୍ମଣଙ୍କ ଉପଦେଶ ଶୁଣି ତା ନେତ୍ରରେ ଆନନ୍ଦର ଅଶ୍ରୁ ଝରି ଆସିଲା। ଚଞ୍ଚଳା ସହସ୍ର ବ୍ରାହ୍ମଣଙ୍କ ପାଦତଳେ ଲୋଟି ପଡ଼ିଲା ଏବଂ ହାତ ଯୋଡ଼ି କହିଲା, ମୁଁ କୃତାର୍ଥ ହୋଇଗଲି। ଚଞ୍ଚଳାର ଚିତ୍ତ ବୈରାଗ୍ୟରେ ପୂରି ଉଠିଥିଲା। ସେ ଆପଣ ପାପ ହେତୁ ଆତଙ୍କିତ ହୋଇଯାଇଥିଲା। ତେଣୁ ସେ ହାତ ଯୋଡ଼ି ସେହି ମହାନ ଶିବଭକ୍ତ ବ୍ରାହ୍ମଣଙ୍କୁ ଗଦ୍ଗଦ୍ ବାଣୀରେ କହିଲା। ଚଞ୍ଚଳା କହିଲା, ହେ ଶିବଭକ୍ତଙ୍କ ମଧ୍ୟରେ ଶ୍ରେଷ୍ଠ, ହେ ଗୋସାଇଁ ବ୍ରାହ୍ମଣ, ଆପଣ ଧନ୍ୟ ଅଟନ୍ତି। ଆପଣ ପରମାର୍ଥଦର୍ଶୀ, ସଦା ପରୋପକାର ପରାୟଣ ଏବଂ ଶ୍ରେଷ୍ଠ ସାଧୁ ପୁରୁଷଙ୍କ ମଧ୍ୟରେ ପ୍ରଶଂସାର ଯୋଗ୍ୟ ଅଟନ୍ତି। ସାଧୁ, ମୁଁ ନରକ ସମୁଦ୍ରରେ ପଡ଼ିବାକୁ ଯାଉଛି, ମୋତେ ଉଦ୍ଧାର କରନ୍ତୁ। ପୌରାଣିକ ଅର୍ଥତତ୍ତ୍ୱର ସମ୍ପନ୍ନ ଯେଉଁ ସୁନ୍ଦର ଶିବପୁରାଣ ସମ୍ବନ୍ଧୀୟ କଥାକୁ ଶୁଣି ମୋ ମନର ସମସ୍ତ ବିଷୟ ପ୍ରତି ବୈରାଗ୍ୟ ଉତ୍ପନ୍ନ ହୋଇଗଲା, ସେହି ପୁରାଣ ଶୁଣିବାକୁ ଏବେ ମୋ ମନରେ ଅତ୍ୟନ୍ତ ଶ୍ରଦ୍ଧା ଉପୁଜିଲା। ସୂତ କହୁଛନ୍ତି, ଚଞ୍ଚଳା ହାତ ଯୋଡ଼ି ଏପରି କହିଲା ଏବଂ ବ୍ରାହ୍ମଣଙ୍କ ଅନୁଗ୍ରହ ଲାଭ କରି ଶିବପୁରାଣ ଶୁଣିବା ଇଚ୍ଛାରେ ତାଙ୍କ ସେବାରେ ତତ୍ପର ରହିଲା। ତାପରେ ସେହି ଶିବଭକ୍ତ ତଥା ଶୁଦ୍ଧବୁଦ୍ଧି ବ୍ରାହ୍ମଣ ଚଞ୍ଚଳାକୁ ଶିବପୁରାଣ କଥା ଶୁଣାଇଲେ। ଏହିପରି ଚଞ୍ଚଳା ଗୋକର୍ଣ୍ଣ ନାମକ ମହାକ୍ଷେତ୍ରରେ ବ୍ରାହ୍ମଣଙ୍କଠାରୁ ଶିବପୁରାଣର ଉତ୍ତମ କଥା ଶ୍ରବଣ କଲା। ସେହି କଥା ଥିଲା ଭକ୍ତି, ଜ୍ଞାନ ଓ ବୈରାଗ୍ୟର ବୃଦ୍ଧିକାରକ ତଥା ମୁକ୍ତିପ୍ରଦାୟକ। ତାହା ଶ୍ରବଣ କରି ବ୍ରାହ୍ମଣୀ ଅତ୍ୟନ୍ତ କୃତାର୍ଥ ହୋଇଗଲା। ତାର ଚିତ୍ତ ଅତି ଶୀଘ୍ର ବିଶୁଦ୍ଧ ହୋଇଗଲା। ଶିବଙ୍କ ଅନୁଗ୍ରହରୁ ତା ଚିତ୍ତରେ ଶିବଙ୍କ ସଗୁଣ ସ୍ୱରୂପର ଚିନ୍ତନ ହେବାକୁ ଲାଗିଲା। ଏହିପରି ଭାବେ ସେ ଶିବଙ୍କଠାରେ ନିମଗ୍ନ ହୋଇ ଶିବଙ୍କ ସଚ୍ଚିଦାନନ୍ଦମୟ ସ୍ୱରୂପକୁ ବାରମ୍ବାର ଚିନ୍ତନ କଲା ଏବଂ ଯଥା ସମୟରେ ଭକ୍ତି, ଜ୍ଞାନ ଓ ବୈରାଗ୍ୟରେ ସମ୍ପନ୍ନ ହୋଇ ଅକ୍ଳେଶରେ ଦେହତ୍ୟାଗ କଲା। ଇତିମଧ୍ୟରେ ତ୍ରିପୁରାରେ ଶିବଙ୍କ ଦ୍ୱାରା ପ୍ରେଷିତ ଗୋଟିଏ ଦିବ୍ୟ ବିମାନ ଦ୍ରୁତ ଗତିରେ ଆସି ପହଞ୍ଚିଲା। ତାହା ବିଭିନ୍ନ ଶୋଭାରେ ସମ୍ପନ୍ନ ଥିଲା ଏବଂ ସେଥିରେ ଶିବଗଣ ମଧ୍ୟ ଆସିଥିଲେ ଏବଂ ଶିବଙ୍କର ଶ୍ରେଷ୍ଠ ପାର୍ଷଦମାନେ ତାକୁ ଅବିଳମ୍ବେ ଶିବପୁରୀରେ ପହଞ୍ଚାଇ ଦେଲେ। ତାର ସମସ୍ତ ଦୁଷ୍କୃତ ଧୋଇ ହୋଇ ଯାଇଥିଲା।
ସେ ଦିବ୍ୟ ରୂପ ଧାରିଣୀ ଦିବ୍ୟାଙ୍ଗନା ହୋଇଗଲା। ତାହାର ଦିବ୍ୟ ଅବୟବ ଅପୂର୍ବ ଶୋଭାରେ ମଣ୍ଡିତ ଥିଲା। ମସ୍ତକରେ ଥିଲା ଅର୍ଦ୍ଧଚନ୍ଦ୍ରର ମୁକୁଟ। ଗୌରାଙ୍ଗୀ ଚଞ୍ଚଳା ଦେବୀଙ୍କ ପରି ଶୋଭାମୟ ଦିବ୍ୟ ଆଭୂଷଣରେ ବିଭୂଷିତ ଥିଲା। ଶିବପୁରରେ ପହଞ୍ଚି ସେ ସନାତନ ଦେବତା ତ୍ରିନେତ୍ରଧାରୀ ମହାଦେବଙ୍କ ଦର୍ଶନ ପାଇଲା। ସେତେବେଳେ ସମସ୍ତ ପ୍ରମୁଖ ଦେବତା ଶିବଙ୍କ ସେବାରେ ଉପସ୍ଥିତ ଥିଲେ। ଗଣେଶ, ଭୃଙ୍ଗୀ, ନନ୍ଦୀଶ୍ୱର ଓ ବୀରଭଦ୍ରେଶ୍ୱର ପ୍ରଭୃତି ଭକ୍ତିଭାବରେ ତାଙ୍କର ସେବା କରୁଥିଲେ। ତାଙ୍କର ଅଙ୍ଗକାନ୍ତି କୋଟିସୂର୍ଯ୍ୟ ତୁଲ୍ୟ ଭାସ୍ୱର ଥିଲା। କଣ୍ଠରେ ଶୋଭା ପାଉଥିଲା ନୀଳବର୍ଣ୍ଣ। ତାଙ୍କର ଥିଲା 5ଟି ମୁଖ ଓ ପ୍ରତ୍ୟେକରେ ଥିଲା 3ଟି ଲେଖାଏଁ ନେତ୍ର। ମସ୍ତକରେ ଅର୍ଦ୍ଧଚନ୍ଦ୍ର ମୁକୁଟ ସ୍ଥାନରେ ଶୋଭା ପାଉଥିଲା। ଚଞ୍ଚଳା ଶିବଙ୍କ ବାମ ଭାଗରେ ବିଦ୍ୟୁତ୍ ଆଭାଯୁକ୍ତ ଗୌରୀ ଦେବୀଙ୍କୁ ବସିଥିବାର ଦେଖିବାକୁ ପାଇଲା। ଗୌରୀପତି ମହାଦେବଙ୍କ କାନ୍ତି କର୍ପୂର ତୁଲ୍ୟ ଗୌର ଥିଲା। ତାଙ୍କର ଶରୀର ଶ୍ୱେତ ଭାସ୍କରରେ ବିଭୂଷିତ ଥିଲା। ଏହିପରି ପରମ ଉଜ୍ଜ୍ୱଳ ଭଗବାନ ଶଙ୍କରଙ୍କ ଦର୍ଶନ ପାଇ ବ୍ରାହ୍ମଣୀ ଚଞ୍ଚଳା ବହୁତ ପ୍ରସନ୍ନ ହେଲା। ଅତ୍ୟନ୍ତ ଔତ୍ସୁକ୍ୟତାର ସହିତ ସେ ଯାଇ ପରମ ପ୍ରୀତିପୂର୍ବକ ଶିବଙ୍କୁ ବାରମ୍ବାର ପ୍ରଣାମ କଲା ଏବଂ କରଯୋଡ଼ି ପ୍ରେମ ଓ ଆନନ୍ଦ ଓ ସନ୍ତୋଷରେ ବିନୀତ ଭାବରେ ଠିଆ ହୋଇଗଲା। ତା ନେତ୍ରରୁ ଆନନ୍ଦାଶ୍ରୁର ଅବିରଳ ଧାରା ବହି ଚାଲୁଥିଲା ଏବଂ ସମଗ୍ର ଶରୀର ରୋମାଞ୍ଚିତ ହୋଇଯାଇଥିଲା। ଭଗବତୀ ପାର୍ବତୀ ଓ ଭଗବାନ ଶଙ୍କର ତାକୁ ଅତ୍ୟନ୍ତ କରୁଣାପୂର୍ବକ ନିଜ ପାଖକୁ ଡାକିଲେ ଏବଂ ସୌମ୍ୟ ଦୃଷ୍ଟିରେ ତା ଆଡ଼କୁ ଚାହିଁଲେ। ପାର୍ବତୀ ସେହି ଦିବ୍ୟ ରୂପ ଧାରିଣୀ ବିନ୍ଦୁକ ପ୍ରିୟା ଚଞ୍ଚଳାକୁ ସ୍ନେହରେ ନିଜର ସଖୀ କରି ରଖିଲେ। ଚଞ୍ଚଳା ପରମାନନ୍ଦ ଘନ ଜ୍ୟୋତି ସ୍ୱରୂପ ସନାତନ ଧାମରେ ଅବିଚଳ ନିବାସ ପାଇ ଦିବ୍ୟ ଓ ଅକ୍ଷୟ ସୁଖ ଅନୁଭବ କଲା। 4ର୍ଥ ଅଧ୍ୟାୟ ସମାପ୍ତ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ପସନ୍ଦ ଆସେ ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।